ଆଜିର ଏହି ଭିଡିଓକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ଭିଡିଓଟି ମିଥୁନ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ବହୁତ ହିଁ ଅଧିକ ଖାସ୍ ଅଟେ। କାରଣ ଏହି ମକର ସଂକ୍ରାନ୍ତି ଏହି ଦିନରେ ଗ୍ରହମାନଙ୍କର ଗୋଚରରେ ଗୋଟିଏ ଏମିତି ପରିବର୍ତ୍ତନ ହେବା ପାଇଁ ଯାଉଛି, ଯାହାଫଳରେ ଆପଣଙ୍କ ଜୀବନରେ ଅନେକ ସବୁ ବଡ଼ ବଡ଼ ପରିବର୍ତ୍ତନ ଗୁଡ଼ିକ ହେବାକୁ ଯାଉଛି। ତେବେ ଅନେକ ଗୁଡ଼ିଏ ଗ୍ରହ ଆପଣଙ୍କର ଅଷ୍ଟମ ଭାବକୁ ପ୍ରବେଶ କରିବାକୁ ଯାଉଛନ୍ତି। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ସେ ମଧ୍ୟ ଆପଣଙ୍କର ଅଷ୍ଟମ ଭାବରେ ପ୍ରବେଶ କରିବେ। ଅଷ୍ଟମ ଭାବଟିକୁ କୁଣ୍ଡଳୀରେ ଭଲ ବୁଲିକା ମାନାଯାଇନଥାଏ। ତେଣୁ ଅନେକ କ୍ଷେତ୍ର ଗୁଡ଼ିକରେ ଆପଣଙ୍କୁ ସତର୍କତାର ଆବଶ୍ୟକତା ରହିଛି, ପ୍ରତିକାରର ଆବଶ୍ୟକତା ରହିଛି। ତେବେ ବନ୍ଧୁଗଣ, ଏହି ମକର ସଂକ୍ରାନ୍ତି ପରଠାରୁ କେଉଁ ସବୁ କ୍ଷେତ୍ର ଗୁଡ଼ିକରେ ଆପଣଙ୍କୁ ଭଲ ଫଳ, ଶୁଭ ଫଳ ମିଳିବ, ଆଉ କେଉଁ କ୍ଷେତ୍ର ଗୁଡ଼ିକୁ ନେଇକି ଆପଣଙ୍କୁ ସତର୍କତା ରହିବାର ଆବଶ୍ୟକତା ରହିଛି, ଏହିସବୁ ସମ୍ପର୍କରେ ଜାଣିବା ପାଇଁ ଆପଣମାନେ ଭିଡିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ରୂପରେ ଦେଖନ୍ତୁ ଏବଂ ଭିଡିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। କମେଣ୍ଟ ବକ୍ସରେ ଭକ୍ତି ଆଉ ଶ୍ରଦ୍ଧାର ସହିତ ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ ନିଶ୍ଚୟ ରୂପରେ ଲେଖିଦିଅନ୍ତୁ। ତେବେ ବନ୍ଧୁଗଣ, ଆମର ରାଶିଚକ୍ରର 12 ଗୋଟି ରାଶିମାନଙ୍କ ମଧ୍ୟରୁ ତୃତୀୟ ରାଶିଟି ହେଉଛି ମିଥୁନ ରାଶି। ମିଥୁନ ରାଶିର ରାଶି ଅଧିପତି ହେଉଛନ୍ତି ବୁଧ। ତେବେ ଏହି ମକର ସଂକ୍ରାନ୍ତି ପରେ ବୁଧ ଆପଣଙ୍କର ଅଷ୍ଟମ ଭାବକୁ ପ୍ରବେଶ କରିବେ। ବୁଧ ଯେହେତୁ ଆପଣଙ୍କର ପ୍ରଥମ ଭାବର ଅଧିପତି ଅଟନ୍ତି, ତେଣୁ ଆପଣଙ୍କୁ ଆପଣଙ୍କର ସ୍ୱାସ୍ଥ୍ୟର, ଆପଣଙ୍କର ଇମ୍ୟୁନିଟି ସିଷ୍ଟମର ଧ୍ୟାନ ରଖିବାକୁ ପଡ଼ିବ। ଆପଣଙ୍କର ତ୍ୱଚାକୁ ନେଇକରି କିଛି ସମସ୍ୟା ଗୁଡ଼ିକ ଦେଖାଦେଇପାରେ। ଚର୍ମ ରିଲେଟେଡ୍ କିଛି ବି ପ୍ରୋବ୍ଲେମ୍ ଦେଖାଦେଇପାରେ। ଆଲର୍ଜି ଇନଫେକ୍ସନ୍ ପରୀକ୍ଷା ସମସ୍ୟା ଦେଖାଦେଇପାରେ। ଆପଣଙ୍କର ମୁଣ୍ଡକୁ ନକାରାତ୍ମକ ଚିନ୍ତା ଗୁଡ଼ିକ ସବୁ ଆସିପାରେ। ମୁଣ୍ଡ ବିନ୍ଧା ପରୀକ୍ଷା ସମସ୍ୟା ଗୁଡ଼ିକ ଆପଣଙ୍କର ଦେଖାଦେଇପାରେ। ବଦହଜମି ଭଳି ସମସ୍ୟା ଗୁଡ଼ିକ ମଧ୍ୟ ଦେଖାଦେଇପାରେ। ତେବେ ଆପଣଙ୍କୁ ଆପଣଙ୍କର ଖାଦ୍ୟପେୟ ପ୍ରତି ସତର୍କ ମଧ୍ୟ ରହିବାର ଅଛି। ତେଣୁ ଯେତେ ଅଧିକ ପାରିବେ ବାହାର ଖାଇବା ଗୁଡ଼ିକୁ ଆପଣ ଆଭଏଡ୍ କରିଚାଲନ୍ତୁ, ଆଉ ହେଲ୍ଦି ଫୁଡ୍ ଖାଇବା ପାଇଁ ଚେଷ୍ଟା କରନ୍ତୁ। ଯେତେ ଅଧିକ ପାରିବେ ଜଙ୍କ ଫୁଡ୍, ଫାଷ୍ଟଫୁଡ୍ ଏହିସବୁ ଗୁଡ଼ିକ ଠାରୁ ଦୂରେଇକି ରୁହନ୍ତୁ। ବିଦ୍ୟାର୍ଥୀ ବା ଷ୍ଟୁଡେଣ୍ଟମାନଙ୍କ କଥା ଯଦି ଆମେ କହିବାକୁ ଯିବା, ତାହେଲେ ଏହି ମକର ସଂକ୍ରାନ୍ତି ପରେ ବିଦ୍ୟାର୍ଥୀମାନଙ୍କୁ ମଧ୍ୟ ଏହି ମକର ସଂକ୍ରାନ୍ତି ପରଠାରୁ ସେମାନଙ୍କର ଶିକ୍ଷା କ୍ଷେତ୍ରରେ ଟିକିଏ ଷ୍ଟ୍ରଗଲ୍ କରିବାକୁ ପଡ଼ିପାରେ। ଶୁକ୍ର ଆପଣଙ୍କର ଅଷ୍ଟମ ଭାବରେ ପ୍ରବେଶ କରିବେ, କିନ୍ତୁ ନିଜର ମିତ୍ରଙ୍କ ରାଶିରେ ପ୍ରବେଶ କରିବେ। ତେଣୁ ଆପଣ ଯେତେବେଳେ କୌଣସି ବି ଡିସିସନ୍ ନେବେ, କୌଣସି ବି ଷ୍ଟେପ୍ ନେବେ, ତ ଆପଣ ସର୍ବପ୍ରଥମେ କୌଣସି ସମସ୍ୟାର ଟିକିଏ ସମ୍ମୁଖୀନ ହୋଇପାରନ୍ତି, କିନ୍ତୁ ଆପଣଙ୍କର କାର୍ଯ୍ୟ ଗୁଡ଼ିକ ସଫଳ ହେବ। ହେଲେ ଆପଣଙ୍କୁ ଅଧିକ ପରିଶ୍ରମ କରିବା ପାଇଁ ପଡ଼ିବ। ଯେଉଁଠାରେ ଯେତିକି ଆବଶ୍ୟକ ତାଠାରୁ ଅଧିକ ପରିଶ୍ରମ ଟିକିଏ ଆପଣଙ୍କୁ କରିବା ପାଇଁ ପଡ଼ିପାରେ। ଯଦି କିଛି ବି ଆଡ଼ମିସନ୍ ଆପଣ ନେବାକୁ ଚାହୁଁଛନ୍ତି, କିଛି ବି ଫର୍ମ ଫିଲ୍ଅପ୍ ଆପଣ କରିବାକୁ ଚାହୁଁଛନ୍ତି, ତାହେଲେ ସେଥିରେ ମଧ୍ୟ ଆପଣଙ୍କର ଟିକିଏ ପ୍ରୋବ୍ଲେମ୍ ଦେଖାଦେଇପାରେ। ଏହି ମକର ସଂକ୍ରାନ୍ତି ପରେ ଯଦି କିଛି ବି ଏକ୍ଜାମ୍ ଆପଣଙ୍କର ରହିଛି, ତାହେଲେ ସେଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ନହେଲେ ସେତେଟା ଆପଣଙ୍କୁ ଶୁଭଫଳ ମିଳିପାରିବ ନାହିଁ। ପ୍ରେମ ଜୀବନ କଥା କହିଲେ, ପ୍ରେମ ଜୀବନ ଆପଣଙ୍କର ଠିକ୍ଠାକ୍ ରହିବ। କାରଣ ବୁଧ ଆଉ ଶୁକ୍ର, ଯିଏକି ଆପଣଙ୍କର ପ୍ରଥମ ଭାବ ଏବଂ ପଞ୍ଚମ ଭାବ ଅର୍ଥାତ୍ ପ୍ରେମ ଭାବର ଅଧିପତି ଅଟନ୍ତି, ଦୁଇ ଜଣ ଆପଣଙ୍କର ଅଷ୍ଟମ ଭାବରେ ଗୋଚର କରିବେ। ଏବଂ ଅଷ୍ଟମ ଭାବଟି ଶୁଭ ନହେଲେ ମଧ୍ୟ ବୁଧ ଏବଂ ଶୁକ୍ର ଯେହେତୁ ଏକତ୍ର ରହିବେ, ତ ଯାହା ବି କିଛି ଖରାପ ଆସିଲେ ମଧ୍ୟ ସେହି ସବୁ କିଛି ଦୂର ହୋଇଯିବ। ଆପଣଙ୍କ ମଧ୍ୟରେ ଯଦି ମିସ୍ ଅଣ୍ଡରଷ୍ଟାଣ୍ଡିଂ ହୁଏ, ମିସ୍ କମ୍ୟୁନିକେସନ୍ ହୁଏ, ତେବେ ମଧ୍ୟ ଆପଣଙ୍କ ଭିତରେ ସବୁ କିଛି ଠିକ୍ ହୋଇଯିବ। ପରସ୍ପରର ଭୁଲକୁ ଆପଣ ଦୁହେଁ ବୁଝିପାରିବେ ଏବଂ ଆପଣ ଦୁହିଁଙ୍କ ମଧ୍ୟରେ କନେକ୍ସନ୍ ମଧ୍ୟ ଷ୍ଟ୍ରଙ୍ଗ ରହିବାକୁ ଲାଗିବ। ବୈବାହିକ ଜୀବନ ଏହା ଆପଣଙ୍କର ବହୁତ ଭଲ ରହିବ। କାହିଁକି ନା ଆପଣଙ୍କର ବୈବାହିକ ଜୀବନର ଅଧିପତି ଦେବଗୁରୁ ବୃହସ୍ପତି, ସେ ଆପଣଙ୍କର ପ୍ରଥମ ଭାବରେ ଗୋଚର କରୁଛନ୍ତି ଏବଂ ଗୁରୁଙ୍କର ଦୃଷ୍ଟି ଆପଣଙ୍କର ସପ୍ତମ ଭାବ ଉପରେ ରହୁଛି, ଯେଉଁ କାରଣରୁ ବୈବାହିକ ଜୀବନ ଆପଣଙ୍କର ବହୁତ ଭଲ ରହିବ। ଆପଣଙ୍କର ଜୀବନସାଥୀଙ୍କର ପର୍ସନାଲ ଏବଂ ପ୍ରଫେସନାଲ ଲାଇଫରେ ମଧ୍ୟ ଗ୍ରୋଥ୍ ଆସିବାକୁ ଲାଗିବ। ଆପଣଙ୍କ ପାଇଁ ଆପଣଙ୍କର ଜୀବନସାଥୀଙ୍କୁ କୌଣସି ଖୁସି ଖବର ମିଳିପାରେ।
ତାଙ୍କର ଭାଗ୍ୟ ଉଦୟ ହୋଇପାରେ। ଭାଗ୍ୟ ମଧ୍ୟ ଆପଣଙ୍କର ପ୍ରବଳ ରହିବ, କାରଣ ଆପଣଙ୍କର ଭାଗ୍ୟ ଭାବର ଅଧିପତି ଶନି ଆପଣଙ୍କର ଦଶମ ଭାବରେ କେନ୍ଦ୍ରରେ ଗୋଚର କରୁଛନ୍ତି। ଗୁରୁଙ୍କର ଦୃଷ୍ଟି ମଧ୍ୟ ଆପଣଙ୍କର ଭାଗ୍ୟ ଭାବ ଉପରେ ରହୁଛି। ଗୁରୁ ହେଉଛନ୍ତି ଭାଗ୍ୟର କାରକ ଗ୍ରହ ଏବଂ ଆପଣଙ୍କ ସପ୍ତମ ଭାବର ଅଧିପତି ମଧ୍ୟ। ତେଣୁ ନିଶ୍ଚିନ୍ତ ଭାବରେ ଭାଗ୍ୟ ଆପଣଙ୍କୁ ସପୋର୍ଟ କରିବ। ଏହି ମକର ସଂକ୍ରାନ୍ତି ପରେ ଆପଣ ଭାଗ୍ୟ ସମ୍ବନ୍ଧିତ ଯାହା ବି କାର୍ଯ୍ୟ କରିବେ ସେଥିରେ ଆପଣଙ୍କୁ ସଫଳତା ମିଳିବ। ପୂର୍ବରୁ ଅଟକି ରହିଥିବା କାର୍ଯ୍ୟ ଆପଣଙ୍କର ଆଗକୁ ବଢ଼ିବ। କିଛି ବଡ଼ ଡିସିସନ୍ ଆପଣ ନେଇପାରନ୍ତି। କୌଣସି ବଡ଼ ଇନଭେଷ୍ଟମେଣ୍ଟ ଆପଣ କରିପାରନ୍ତି। ଏହି ମକର ସଂକ୍ରାନ୍ତି ପରେ ଆପଣଙ୍କୁ କୌଣସି ଦିଗରୁ ବଡ଼ ଧନ ଲାଭ ମଧ୍ୟ ହୋଇପାରେ। ଆପଣ ନିଜ ଗୃହରେ କୌଣସି ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟର ଆୟୋଜନ କରିପାରନ୍ତି। ପୈତୃକ ସମ୍ପତ୍ତିରୁ ଆପଣଙ୍କୁ ଲାଭ ପ୍ରାପ୍ତି ହେବ। ପିତାଙ୍କର ସାହାଯ୍ୟ ଏବଂ ସହଯୋଗ ଆପଣଙ୍କୁ ପ୍ରାପ୍ତି ହେବ। ଆପଣ କୌଣସି ଯାନବାହନ, ଭୂମି, ପ୍ରପର୍ଟି ଇତ୍ୟାଦି କିଣିପାରନ୍ତି। ନୂତନ ଗୃହ ଇତ୍ୟାଦି ନିର୍ମାଣ କରିପାରନ୍ତି। ହେଲେ ମନେ ରଖନ୍ତୁ, ଆପଣଙ୍କର ନବମ ଭାବରେ ଭାଗ୍ୟ ଭାବରେ ରାହୁ ଗୋଚର କରୁଛନ୍ତି। ଏଣୁ ଆପଣ ପ୍ରଥମେ ଯେଉଁ ବି କାର୍ଯ୍ୟ ଆରମ୍ଭ କରିବେ, ଯେଉଁ ବି ଷ୍ଟେପ୍ ଆପଣ ନେବେ, ସେଥିରେ ପ୍ରଥମେ ଟିକେ ଆପଣଙ୍କର ବାଧାବିଘ୍ନ ଆସିବ। କିନ୍ତୁ ବାଧାବିଘ୍ନକୁ ଡରି ନ ଯାଇ ଆପଣ ଆଗକୁ ବଢ଼ନ୍ତୁ। କାହିଁକି ନା ଯେହେତୁ ଶନିଙ୍କର ସ୍ଥିତି ଭଲ ରହୁଛି ଏବଂ ଗୁରୁଙ୍କର ଦୃଷ୍ଟି ନବମ ଭାବ ଉପରେ ରହୁଛି, ତେଣୁ ନିଶ୍ଚିନ୍ତ ଭାବରେ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ତେଣୁ ଆପଣ ପଛକୁ ନ ଆସି ଯଦି ଆଗକୁ ବଢ଼ନ୍ତି, ତାହେଲେ ନିଶ୍ଚିନ୍ତ ଭାବରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଯଦି ଆପଣଙ୍କ କ୍ୟାରିୟର କଥା କହିବା, ତାହେଲେ କ୍ୟାରିୟର ଆପଣଙ୍କର ବହୁତ ଭଲ ରହିବ। କାରଣ ଆପଣଙ୍କର ଦଶମ ଭାବ କ୍ୟାରିୟର ଭାବର ଅଧିପତି ଦେବଗୁରୁ ବୃହସ୍ପତି ପ୍ରଥମ ଭାବରେ ଗୋଚର କରୁଛନ୍ତି ଏବଂ ଆପଣଙ୍କର ଦଶମ ଭାବରେ ଆପଣଙ୍କର ଭାଗ୍ୟର ଅଧିପତି ଶନି ଗୋଚର କରୁଛନ୍ତି। ବନ୍ଧୁଗଣ, ଶନି ହେଉଛନ୍ତି କର୍ମକାରକ ଗ୍ରହ। ତ ଆପଣଙ୍କ ଉପରେ କାମର ପ୍ରେସର ପଡ଼ିପାରେ। ଆପଣଙ୍କ ପାଖକୁ ଅଧିକ କାମ ଆସିପାରେ। କିନ୍ତୁ ମନେ ରଖନ୍ତୁ, ଏହା ଆପଣଙ୍କର ସଫଳତାର ଚାବିକାଠି ଅଟେ। ଏହା ସହିତ ଆପଣଙ୍କର ଗ୍ରୋଥ ମଧ୍ୟ ହେବ। ଯେତେ ଅଧିକ ରେସ୍ପନ୍ସିବିଲିଟି ଆପଣ ନେବେ, ନିଜର କାମଗୁଡ଼ିକୁ ଠିକ୍ ଭାବରେ କରିବାକୁ ଲାଗିବେ, ତ ଆପଣଙ୍କ ସଫଳତା ମଧ୍ୟ ସେତେ ଅଧିକ ସୁନିଶ୍ଚିନ୍ତ ହେବ। ଏହା ଆପଣଙ୍କର ଭବିଷ୍ୟତ ପାଇଁ ବହୁତ ଅଧିକ ଶୁଭ ଫଳ ପ୍ରଦାନ କରିବ। ତେଣୁ ଆପଣ କାମକୁ ନ ଡରି କାମକୁ ଠିକ୍ ଭାବରେ କରିବା ପାଇଁ ଚେଷ୍ଟା କରନ୍ତୁ। କାହିଁକି ନା ଆଗକୁ ଆପଣଙ୍କୁ ଅନେକ ଗୁଡ଼ିଏ ସୁବର୍ଣ୍ଣ ସୁଯୋଗ ଗୁଡ଼ିକ ମିଳିବା ପାଇଁ ଯାଉଛି। ଆପଣଙ୍କ କ୍ୟାରିୟରରେ ବହୁତ ଅଧିକ ଗ୍ରୋଥ ଗୁଡ଼ିକ ଆସିବାକୁ ଯାଉଛି। କ୍ୟାରିୟରକୁ ନେଇକି ଯାହା ବି କିଛି ଆପଣ ସ୍ୱପ୍ନ ଦେଖୁଛନ୍ତି, ସେହି ସବୁ କିଛି ଆପଣଙ୍କର ସତ ହେବା ପାଇଁ ଯାଉଛି। ଯଦି କ୍ୟାରିୟରକୁ ନେଇକି କିଛି ବି ପରିବର୍ତ୍ତନ ଚାହୁଁଥିଲେ, ତେବେ ଏହି ସମୟରେ ଆପଣଙ୍କ କ୍ୟାରିୟରରେ ପରିବର୍ତ୍ତନ ମଧ୍ୟ ଆସିବ। ଯେଉଁମାନଙ୍କ ନିକଟରେ ଚାକିରି ନାହିଁ, ଯଦି ଆପଣ ଚାକିରିର ଅନ୍ୱେଷଣରେ ଅଛନ୍ତି, ତାହେଲେ ଆପଣଙ୍କୁ ଚାକିରି ମିଳିବାର ବହୁତ ଅଧିକ ସମ୍ଭାବନା ରହୁଛି। ତ ସେଥିପାଇଁ ଆପଣ ନିଜ ତରଫରୁ ଚେଷ୍ଟା ଜାରି ରଖନ୍ତୁ। ମ୍ୟାଚୁରିଟି ଲେଭେଲ ଆପଣଙ୍କ ମଧ୍ୟରେ ବଢ଼ିବ, ଜ୍ଞାନ ବଢ଼ିବ, ଯାହାଦ୍ୱାରା ଆପଣ ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ମଧ୍ୟ ହେବେ। ଯଦି ବିଜନେସ୍ କଥା କହିବା, ତେବେ ବିଜନେସ୍ ଆପଣଙ୍କର ଏହି ମକର ସଂକ୍ରାନ୍ତି ପରେ ଆଭରେଜ ରହିବ। ଯେହେତୁ ବୁଧ ଅଷ୍ଟମ ଭାବରେ ଗୋଚର କରିବେ, ତ ଆପଣଙ୍କୁ ମଧ୍ୟମ ଫଳ ପ୍ରାପ୍ତି ହେବ। କାରଣ ଗୁରୁ ବୃହସ୍ପତି ଆପଣଙ୍କର ପ୍ରଥମ ଭାବରେ ଗୋଚର କରୁଛନ୍ତି। ତ ଗୁରୁ ଆପଣଙ୍କୁ ଶୁଭ ଫଳ ଦେବେ ଏବଂ ବୁଧ କିଛିଟା ଅଶୁଭ ଫଳ ପ୍ରଦାନ କରିବେ। ଆପଣଙ୍କ ମନରେ ଟିକେ କନଫ୍ୟୁଜନ୍ ଆସିବ। ଆପଣ ଆପଣଙ୍କର ବିଜନେସ୍କୁ ନେଇକି ବହୁତ କିଛି ଚିନ୍ତା କରିପାରନ୍ତି। ଗ୍ରୋଥ ଆସିବ, କିନ୍ତୁ ଆପଣ ଟିକେ ଟେନସନ୍ ହୋଇପାରନ୍ତି। ଏବେ ଆସନ୍ତୁ ଜାଣିବା କିଛି ଉପାୟ ଗୁଡ଼ିକ ବିଷୟରେ, କିଛି ପ୍ରତିକାର ଗୁଡ଼ିକ ବିଷୟରେ, ଯେଉଁଗୁଡ଼ିକୁ କରିବା ଦ୍ୱାରା ଯାହା ବି କିଛି ଆପଣଙ୍କର ଅଶୁଭତ୍ୱ ରହୁଛି, ସେହି ସବୁ କମ୍ ହୋଇଯିବ। ତ ସେଥିପାଇଁ ପ୍ରତ୍ୟେକ ଦିନ ବୁଧଙ୍କର ବୀଜମନ୍ତ୍ର 108 ଥର ଜପ କରନ୍ତୁ। ପ୍ରତ୍ୟେକ ଦିନ ହନୁମାନ ଚାଳିଶାର ପାଠ କରନ୍ତୁ। ପ୍ରତ୍ୟେକ ଦିନ ଉଦିତ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳ ଅର୍ଘ୍ୟ ଅର୍ପଣ କରନ୍ତୁ। ଆଉ ଯଦି ଆପଣ ପାରୁଛନ୍ତି, ତେବେ ପ୍ରତ୍ୟେକ ଦିନ କିଛି କଳା କାଉ କିମ୍ବା କଳା କୁକୁରମାନଙ୍କୁ ଖାଇବା ପାଇଁ ଦିଅନ୍ତୁ ଏବଂ ପକ୍ଷୀମାନଙ୍କୁ ଦାନା ଖାଇବା ପାଇଁ ଦିଅନ୍ତୁ। ଦେଖିବେ ଆପଣଙ୍କୁ ଅଧିକ ମାତ୍ରାରେ ଶୁଭ ଫଳ ଗୁଡ଼ିକ ପ୍ରାପ୍ତି ହେବାକୁ ଲାଗିବ। ଧନ୍ୟବାଦ।